ମୋ ନାଁ ରମେଶ ବାରିକ, ଘର ଇଚ୍ଛାପୁର କାମୁଡ଼ିଆ। ମୁଁ ଆଜକୁ ଦୀର୍ଘ ଦିନ ପ୍ରାୟ 40-45 ବର୍ଷ ହେବ ମୁଁ ଅଭିନୟ କରୁଛି। ଆଉ ମହାପ୍ରଭୁଙ୍କ କାମରେ ଏନଗେଜ୍ ଅଛି। ଆଉ ରାମ ଅଭିନୟ କରୁଛି। ପିତାମାତାଙ୍କର ସୁକଲ୍ୟାଣ ଅଛି, ପ୍ରଭୁଙ୍କର ବି ଅଛି ସୁକଲ୍ୟାଣ। ଆଉ ସେଇଥିପାଇଁ ମୁଁ ଆଜି ପ୍ରଭୁଙ୍କର ଏଇ ରାମଲୀଳା ଉତ୍ସବରେ ମୁଁ ଦାନ ମାନେ ସବୁବେଳେ ସମୟ ଦେଇ ଚାଲିଛି। ଦର୍ଶକ କେତେ ଆକୃଷ୍ଟ ହେଉଛନ୍ତି ରାମଲୀଳା ଦେଖିବା ପାଇଁ? ରାମଲୀଳା ତ ଦୁନିଆର ଶ୍ରେଷ୍ଠ ଜିନିଷ। ରାମଲୀଳାକୁ କେହି କେବେ ଖରାପ ଭାବିନାହାନ୍ତି। ରାମ ବ୍ୟତୀତ ଆଉ କିଛି ନାହିଁ, ବୁଝିପାରୁଛନ୍ତି। ଦର୍ଶକ ବହୁ ଆର୍ଥିକ ଦେଖିବା ପାଇଁ। ଆଉ ମହାପ୍ରଭୁଙ୍କ ଯାତ୍ରା ଇଏ ସେବା ସହିତ ବି ଜଡ଼ିତ ଅଛି। ଏହି ହିସାବରେ ଆମେ କାମ କରିଚାଲିଛୁ। କେତେ ଦିନ ଧରି ଚାଲିବ ରାମ ଜନ୍ମଦିନ ଠାରୁ? ରାମ ଜନ୍ମ ଠାରୁ ଆମର 18-20 ରାତି ଭଳିଆ ଆଦ୍ୟରୁ ଶେଷ ଯାକେ ଚାଲେ। କଥା ମହାପ୍ରଭୁଙ୍କ ଲୀଳା ଚାଲିଛି। ଆଉ ଆଜ୍ଞା ପରିଚୟ ଦିଅନ୍ତୁ। ଚିତ୍ତରଞ୍ଜନ ଦାସ, ଘର ଇଚ୍ଛାପୁର। ଆପଣ ଯେଉଁ ବର୍ତ୍ତମାନ ଯେଉଁ ମୁଁ ଲକ୍ଷ୍ମଣ ଅଭିନୟରେ ରୋଲ୍ କରୁଛି। 10 ବର୍ଷ 15 ବର୍ଷ ହେଲାଣି ମୁଁ ରୋଲ୍ କରି ଆସୁଛି। ମହାପ୍ରଭୁ ଶ୍ରୀ ବଳଦେବଜୀଙ୍କର ଆଶୀର୍ବାଦ ଦେଶରୁ ଆମେ ଆଜି ମଞ୍ଚ ଅଭିନୟ କରି ଆସୁଛୁ। ଆମ ବାପା ଯାହା ଆଗରୁ ଆମର ସବୁ କରି ଆସିଥିଲେ, ଆମେ ଛୋଟ ପିଲାବେଳେ ଦେଖୁଥିଲୁ। ଏବେ ମହାପ୍ରଭୁଙ୍କର ଆଶୀର୍ବାଦରୁ ଆମେ ବି ଆଜି ମହାପ୍ରଭୁଙ୍କ ଚାହିଁଥିବାରୁ ଆମେ ଆଜି ତାଙ୍କ ଷ୍ଟେଜ୍ରେ ଆମେ ଅଭିନୟ କରିପାରୁଛୁ। ଶ୍ରୀ ବଳଦେବଜୀଙ୍କର ଆଶୀର୍ବାଦ। ଲକ୍ଷ୍ମଣ ଭ୍ରାତ ସାନ ଭାଇ ଲକ୍ଷ୍ମଣ ହିସାବରେ ଯେଉଁ ଅଭିନୟ କରୁଛନ୍ତି କେତେ ଖୁସି ଲାଗୁଛି? ମୋତେ ତ ବହୁତ ଖୁସି ଲାଗୁଛି। ମହାପ୍ରଭୁଙ୍କର ଆଶୀର୍ବାଦ ଅଛି ବୋଲି ମୁଁ ତାଙ୍କର ଆଜି ସାନ ଭାଇ ଲକ୍ଷ୍ମଣ ହିସାବରେ ରୋଲ୍ କରିପାରୁଛି। ମହାପ୍ରଭୁଙ୍କର ଆଶୀର୍ବାଦ ମୋତେ ତ ବହୁତ ଭଲ ଲାଗୁଛି, ବହୁତ ଖୁସି ଲାଗୁଛି। ଆଜ୍ଞା ପରିଚୟ ଦିଅନ୍ତୁ। ମୋ ନାଁ ହେଲା ଶିବପ୍ରସାଦ ସାହୁ। ଆମ ଘର ହେଉଛି ଚକରପୁର। ମୁଁ ଆଜ୍ଞା ପାଠଶାଠ ପଢ଼ିନି, ପୁରା ମୂର୍ଖ। ବଳଦେବଜୀଉଙ୍କ ମହାପ୍ରଭୁଙ୍କ ଦୟାରୁ ଆଜି ମୁଁ ରାମଚନ୍ଦ୍ରଙ୍କର ଦୂତ ହନୁମାନ ରୋଲ୍ କରିପାରୁଛି। ସେଇଠି ହେଉଛି ମୋର ପରମ ଭାଗ୍ୟ। ମହାପ୍ରଭୁଙ୍କର ଆଶୀର୍ବାଦ ଏତିକି ମୋର ପ୍ରାର୍ଥନା। ପ୍ରଭୁ ସେଠି ପରିଚୟ ଦିଅନ୍ତୁ। ଅରବିନ୍ଦ ସାହୁ, ଘର ଇଚ୍ଛାପୁର ତୁଳସୀ କ୍ଷେତ୍ର। ସାର୍ କ'ଣ କହିବେ, କେତେ ବର୍ଷ ହେଲାଣି ମନ୍ଦିର ପ୍ରାଙ୍ଗଣରେ ଏଇ ରାମନବମୀ କାର୍ଯ୍ୟକ୍ରମ ହୁଏ? ରାମଲୀଳା ପରିବେଷଣ ହେଉଛି ଇଏ ଆବାହନ କାଳରୁ। ମନ୍ଦିର ଯେତେବେଳେ ଠାକୁର ପ୍ରତିଷ୍ଠା ହେଲେ ସେବେଠୁ ରାମଲୀଳା ପରିବେଷଣ ହେଉଛି ମନ୍ଦିର ସାମ୍ନାରେ। ତ ଏଇ ଯେଉଁ ରାମଲୀଳା ପରିବେଷଣ ହେଉଛି ଇଏ ସ୍ଥାନୀୟ ଛୋଟ ବଡ଼ କଳାକାରଙ୍କୁ ନେଇକି ହେଉଛି ବିନା ପାରିଶ୍ରମିକରେ। ସ୍ୱତଃପୃତ ଭାବେ ସେମାନେ ଶ୍ରୀ ବଳଦେବଜୀଙ୍କର ଉତ୍ସର୍ଗୀକୃତ ମନୋଭାବ ନେଇକି ରାମଲୀଳା ପରିବେଷଣ କରୁଛନ୍ତି। ଆଉ କେତେ ଦିନ ଧରି ଚାଲିବ? ଏଟା 18 ରାତି, 19 ରାତି, କେଉଁ ବର୍ଷ 22 ରାତି ବି ହେଇଯାଏ। ତେଣୁ ଏଇଟା ପ୍ରତିବର୍ଷ ରାମଲୀଳା ଚାଲେ। ଆଉ ଆଜି ଏଠି ମନ୍ଦିର ସହିତ ଏ ରାମଲୀଳା ନାଟ୍ୟ ଅନୁଷ୍ଠାନ ଜଡ଼ିତ। ଆଜି ବି ମନ୍ଦିର ଭିତରେ ଯେଉଁ ଥିଲା ଆମର ରାବଣ ଆଉ ରାମ ଲକ୍ଷ୍ମଣଙ୍କର ବଚନିକା ଛତ୍ରକାଟ ବିଭୀଷଣ ଶରଣ, ଏଇ ଉତ୍ସବ ଆଜି ନୀତିକାନ୍ତି ଏଇ ଉତ୍ସବ ଆଜି ଅନୁଷ୍ଠିତ ହେଇଥିଲା। ତାପରେ ଠାକୁର ଏଇ 9 ଦିନ ବି ଯାଆନ୍ତି, କାଲି ବି ସରିବ। ମନ୍ଦିର ଦେବୋତ୍ତର ସଂସ୍ଥା ଏ ବାବଦ କିଛି ସହଯୋଗ? ଦେବୋତ୍ତର ସଂସ୍ଥା ତ କିଛି ମାତ୍ରାରେ ସାହାଯ୍ୟ କରୁଛି। ଆଉ ସ୍ଥାନୀୟ ଉଦ୍ୟମୀ ଯୁବକମାନେ କିଛି ସହଯୋଗ କରି ଅନୁଷ୍ଠାନଟିକି ବଞ୍ଚେଇ ରଖିଛନ୍ତି। ଯଦି ଦେବୋତ୍ତର ସଂସ୍ଥା ଆଉ କିଛି ସାହାଯ୍ୟରେ ହାତ ବଢ଼ାନ୍ତି ତାହେଲେ ଆହୁରି ବି ଉନ୍ନତର। ଦେବୋତ୍ତର ସଂସ୍ଥା ଏବଂ ଆମର ଯେଉଁ ସଂସ୍କୃତି ବିଭାଗ ଓଡ଼ିଶା ସରକାର ଯଦି କିଛି ସହଯୋଗ କରନ୍ତା ତାହେଲେ ଅନୁଷ୍ଠାନଟା ଆହୁରି ବହୁତ ଉପରକୁ ଯାଆନ୍ତା। ଓଡ଼ିଶାର 1 ନମ୍ବର ଅନୁଷ୍ଠାନ ହେଇକି ଗଢ଼ି ଉଠନ୍ତା।